ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବୁଣିଆ ଅଞ୍ଚଳର କାଳିକ ପଞ୍ଚାୟତ ହାତୀଗଡ଼ ଗହିରାବନ୍ଧ ଗ୍ରାମର ନବକୁମାର ପାତ୍ର ଚାକିରି ଜୀବନରୁ ଅବସର ନେଲା ପରେ ଘରେ ବସି ନାହାନ୍ତି। ବୟସ 74 ବର୍ଷ। ତଥାପି ବୟସକୁ ଖାତିର ନ କରି ନିଜ ଗାଁରେ ବିଭିନ୍ନ ପ୍ରକାର ପନିପରିବା ସାଙ୍ଗକୁ ଫଳ ଚାଷ କରିଛନ୍ତି। ଆମ୍ବ, ଲିଚୁ, ପଣସ, ସପୁରୀ, ଅମୃତଭଣ୍ଡା, ପିଜୁଳି ଏବଂ ସପେଟା ଭଳି ବିଭିନ୍ନ ପ୍ରଜାତିର ଫଳ ଚାଷ କରି ଲାଭ ପାଉଛନ୍ତି। ସେହିପରି ଗାଈ ଗୋରୁ, ଛେଳି ଓ କୁକୁଡ଼ା ମଧ୍ୟ ପାଳନ କରୁଛନ୍ତି। ନିଜେ ଜୈବିକ ଖତ ପ୍ରସ୍ତୁତ କରି ତାହାକୁ ଫସଲରେ ବ୍ୟବହାର କରୁଛନ୍ତି। ସେଇଥିପାଇଁ ତାଙ୍କ ବାଡ଼ିରୁ ଉତ୍ପାଦିତ ପନିପରିବା ଓ ଫଳମାନଙ୍କର ବେଶ୍ ଚାହିଦା ରହିଛି। ଯେ ମଣିଷ ନିଜର କର୍ମ ଦ୍ୱାରା ଆଉ ସବୁ ମେହନତ ଦ୍ୱାରା ସବୁ କିଛି ହେଇପାରେ। ତେଣୁକରି ଆଉ ସେଇ ଅନୁସାରେ ମୁଁ ଆଜି ନେଟସପ୍ରେ ପ୍ରଥମ ଯେ ଜୈବିକ ବିନା ବିଷ ବିହୀନ ଆଉ କେମିତି ଆମେ ଖାଦ୍ୟ ଉତ୍ପନ୍ନ କରିବ। ସାରା ପୃଥିବୀର ମାଟିକୁ ଏକଦମ ଖରାପ ହେଇଯାଇଛି ପୁରା, ତାକୁ ଆମେ ଅର୍ଗାନିକ କରିବା। ଅର୍ଗାନିକ କରିଲା ପରେ ସିନା ଆମେ ଉତ୍ପନ୍ନ କରିବା ଉତ୍ତମ ଶସ୍ୟ ଉତ୍ପନ୍ନ କରି ଖାଇଲେ ଆମେ ଦୀର୍ଘଜୀବୀ ହେବା, ମାନେ ଲଙ୍ଗଜିଭିଟି ହେବା। ଆମେ କେମିତି ଲଙ୍ଗଜିଭିଟି ହେବା? ଆମକୁ ଖୁସି ଲାଗିବ, ଆମେ ନାଚିବା ଗାଇବା, ମାଇଣ୍ଡକୁ ପୁରା ଫ୍ରି କରିବାର ଅଛି। ଜୈବିକ ପ୍ରଣାଳୀରେ ନିଜେ ଚାଷ କରିବା ସହ ଅନ୍ୟମାନଙ୍କୁ ଏହି ପ୍ରଣାଳୀରେ ଚାଷ କରିବା ଲାଗି ପ୍ରେରଣା ଦେଉଛନ୍ତି ନବକୁମାର। ଦୃଢ଼ ଇଚ୍ଛାଶକ୍ତି ଆବେଗରେ ପ୍ରତିବନ୍ଧକ ହାର ମାନିଥାଏ, ଯାହା ପ୍ରମାଣ କରି ଦେଖାଇଛନ୍ତି ନବକୁମାର।